କଳାହାଣ୍ଡି ଜିଲ୍ଲାରେ ଯଦି ଆପଣମାନେ ଚାକିରି କରିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ଭିଡ଼ିଓକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସୁବର୍ଣ୍ଣ ସୁଯୋଗ, ଆପଣମାନେ ଯିଏ ବି ଆପ୍ଲାଏ କରିବେ ସେ ନିଶ୍ଚିତ ଭାବରେ ଏହି ଚାକିରିଟା ଆପଣମାନେ ପାଇଯିବେ। ଆପଣମାନଙ୍କୁ କହି ରଖିବା ପାଇଁ ଚାହିଁବି, କୌଣସି ପ୍ରକାର ଫେକ୍ ଭିଡ଼ିଓ ମୁଁ କରେ ନାହିଁ। ଆପଣମାନେ ଦେଖିପାରୁଥିବେ 14/2/2026 ମାନେ ଫେବୃଆରୀ 14 ତାରିଖ ଦିନ ଏହି ନୋଟିସଟା ଆପଣମାନଙ୍କର ଆସିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚପଟଖଣ୍ଡା ନର୍ଲା କଳାହାଣ୍ଡି। এই ଜାଗାରେ ଦେଖନ୍ତୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚପଟଖଣ୍ଡା ନର୍ଲା କଳାହାଣ୍ଡିରେ ଅବସ୍ଥିତ 100 ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ ନିମନ୍ତେ ନିମ୍ନଲିଖିତ ପଦବୀ ଗୁଡ଼ିକର ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ, ଚୁକ୍ତିଭିତ୍ତିକ ମାନେ କଣ୍ଟ୍ରାକ୍ଚୁଆଲ ନିଯୁକ୍ତି ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ଆହ୍ୱାନ କରାଯାଉଅଛି। ତ ଆପଣମାନେ ଏହି ଜାଗାରେ ଦେଖିପାରିବେ ବହୁତ ସାରା ପଦବୀ ରହିଛି, ବହୁତ ସାରା ପୋଷ୍ଟ ଆପଣମାନଙ୍କର ଖାଲି ରହୁଛି। ଆପଣମାନେ ଦେଖନ୍ତୁ କେଉଁ କେଉଁ ପୋଷ୍ଟ ଆପଣମାନଙ୍କର ରହିଛି। 1 ନମ୍ବର ୱାର୍ଡେନ୍ ପୋଷ୍ଟ ଆପଣମାନଙ୍କର ରହୁଛି। କେବଳ ପୁରୁଷମାନେ ହିଁ କ'ଣ କରିପାରିବେ, ଆପ୍ଲାଏ କରିପାରିବେ। ୱାର୍ଡେନ୍ ପୋଷ୍ଟ ଆପଣମାନଙ୍କର ଖାଲି ରହୁଛି। ଆଉ ସେ କ'ଣ ପଢ଼ିଥିବା ଦରକାର, BA କିମ୍ବା BSc କରିଥିବା ଦରକାର। ବୁଝିଲା ନା ନାହିଁ? BA କିମ୍ବା BSc କରିଥିବା ଦରକାର। ତାଙ୍କର ବୟସ 30 ବର୍ଷରୁ 60 ବର୍ଷ ଭିତରେ ହେଇଥିବା ଦରକାର। 30ରୁ 60 ବର୍ଷ, ବୁଝିଲା ନା ନାହିଁ? ତାଙ୍କୁ ମାସକୁ ସ୍ୟାଲେରୀ କେତେ ମିଳିବ? 11,175 ଟଙ୍କା ତାଙ୍କୁ ମିଳିବ। ତାପରେ ଆଉ ଗୋଟେ ପୋଷ୍ଟ ରହୁଛି କ'ଣ, ମୁଖ୍ୟ ରୋଷେଇଆ ପୋଷ୍ଟ ମଧ୍ୟ ରହୁଛି। କେବଳ ଗୋଟିଏ ପୋଷ୍ଟ ରହୁଛି, ପୁରୁଷମାନେ ଆବେଦନ କରିପାରିବେ। ତ ତାଙ୍କର ଉତ୍ତମ ରନ୍ଧନ ଅଭିଜ୍ଞତା ତାଙ୍କର ରହିବ, ଯେମିତି ସେ ଉତ୍ତମ ଭାବରେ ରୋଷେଇ କରିବା ସେ ଜାଣିଥିବେ। ବୟସ କେତେ ହେଇଥିବା ଦରକାର? 30 ବର୍ଷରୁ ଅଧିକ, 40 ବର୍ଷରୁ କମ୍, 40 ବର୍ଷରୁ କମ୍ ହେଇଥିବା ଦରକାର। ମାସକୁ ତାଙ୍କୁ ମିଳିବ 9,000 ଟଙ୍କା। ତାପରେ ସହାୟକ ରୋଷେଇଆ ମାନେ ରୋଷେଇ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଲୋକର ଆବଶ୍ୟକତା ରହୁଛି, ପୁରୁଷ। ଆଉ ଉତ୍ତମ ରନ୍ଧନ ଅଭିଜ୍ଞତା ତାଙ୍କର ମଧ୍ୟ କ'ଣ ରହିବ? ଉତ୍ତମ ରନ୍ଧନର ଅଭିଜ୍ଞତା, ତାଙ୍କର ଏକ୍ସପେରିଏନ୍ସଟା ରହିଥିବ। ତାଙ୍କର ବୟସ 21 ବର୍ଷରୁ ଅଧିକ ବା 32 ବର୍ଷ, 32ରୁ କମ୍ ହେଇଥିବା ଦରକାର। ତାଙ୍କର ଦରମା 6,750 ଟଙ୍କା ରହିବ। ତାପରେ ଚୌକିଦାର ତଥା ଝାଡ଼ୁଦାର, ଝାଡ଼ୁ କରିବା ଲୋକର ମଧ୍ୟ ଆବଶ୍ୟକତା ରହିଛି। ପୁରୁଷ, ଜଣେ ପୁରୁଷର ଆବଶ୍ୟକତା ରହିଛି। ସେ କେତେ ପାଠ ପଢ଼ିଥିବା ଦରକାର? 10th ପାସ୍ କରିଥିବା ଦରକାର। ଯିଏ ଯଦି 10th ପାସ୍ କରିଛନ୍ତି ତାହେଲେ ସେ ଚୌକିଦାର ପୋଷ୍ଟ ବା ଝାଡ଼ୁଦାର ପୋଷ୍ଟ ପାଇଁ ସେ କ'ଣ କରିପାରିବେ? ଆପ୍ଲାଏ କରିପାରିବେ। ବୟସ 21ରୁ ଅଧିକ, 32ରୁ କମ୍ ହେଇଥିବା ଦରକାର। ମାସକୁ 7,500 ଟଙ୍କା ଆପଣମାନଙ୍କୁ ମିଳିବ। ତ ଡିଟେଲ୍ସ ଆପଣମାନଙ୍କୁ ମୁଁ କହିବି, ଭିଡ଼ିଓକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ୱାର୍ଡେନ୍ ପୋଷ୍ଟ ପାଇଁ ଆପଣମାନେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, BA କିମ୍ବା BSc କରିଥିବା ଦରକାର। ବୁଝିଲା ନା ନାହିଁ? BA କିମ୍ବା BSc କରିଥିବା ଦରକାର। BA ମାନେ +3 ପାସ୍ କରିଥିବା ଦରକାର। ବୟସ 30ରୁ 60 ଭିତରେ ହେଇଥିବା ଦରକାର। ତାପରେ ଅଭିଜ୍ଞତା ଅତି କମ୍ରେ 2 ବର୍ଷ ହଷ୍ଟେଲର ମ୍ୟାନେଜମେଣ୍ଟର ଅଭିଜ୍ଞତା ରହିଥିବା ଦରକାର। ମାସକୁ ସ୍ୟାଲେରୀ କେତେ ରହିଛି? 21,175 ଟଙ୍କା ରହିଛି। ତାପରେ ମୁଖ୍ୟ ରୋଷେଇଆ ଯେଉଁଟା ଅଛି, ତାର କ'ଣ ବୟସ 30ରୁ 40 ମୁଁ କହିଦେଇଛି। ଅଭିଜ୍ଞତା କ'ଣ ରହିଥିବା ଦରକାର? LPG ବ୍ୟବହାର ଜାଣିଥିବା ଆବଶ୍ୟକ। ରୋଷେଇ ବିଷୟରେ ଅଭିଜ୍ଞତା ଥିବା ତଥା ସଫାସୁତୁରା ଥିବା ଦରକାର। ମାସିକ 9,000 ଟଙ୍କା ତାଙ୍କର ଦରମା ରହିବ। ତାପରେ ସହାୟକ ରୋଷେଇଆ, ତାଙ୍କର କ'ଣ ରହୁଛି? ବୟସ 21ରୁ 32 ରହୁଛି। ଅଭିଜ୍ଞତା କ'ଣ ରହିଥିବା ଦରକାର? LPG ବ୍ୟବହାର ଜାଣିଥିବା ଆବଶ୍ୟକ। ରୋଷେଇ ବିଷୟରେ ଅଭିଜ୍ଞତା ଥିବା ତଥା ସଫାସୁତୁରା ଥିବା ଦରକାର। ମାସିକ ଦରମା 6,750 ଟଙ୍କା। ଝାଡ଼ୁଦାର ପୋଷ୍ଟର ଏଜୁକେସନ୍ କ୍ୱାଲିଫିକେସନ୍ ମାଟ୍ରିକ୍ 10th ପାସ୍ କରିଥିଲେ ସେ ଆପ୍ଲାଏ କରିପାରିବ। ବୟସ 21ରୁ 32, 7,500 ଟଙ୍କା ତାଙ୍କର କ'ଣ ରହୁଛି? ସ୍ୟାଲାରୀଟା ରହୁଛି। ସବୁଠାରୁ ମୁଖ୍ୟ ବିଷୟ ତୁମମାନଙ୍କୁ ମୁଁ କହି ରଖିବି, ଆପଣମାନେ କ'ଣ କରିବେ ନା, ଏହି ଯେଉଁ PDF ଆପଣମାନେ ଦେଖୁଛନ୍ତି, ଏଇଟା କଳାହାଣ୍ଡି ଜିଲ୍ଲାର ୱେବସାଇଟ୍ରେ ଆପଣମାନଙ୍କୁ କ'ଣ ଏହି ମାନେ PDFଟା ଆପଣମାନଙ୍କୁ ମିଳିଯିବ।
ଯଦି ଆପଣମାନେ ଏହି PDFଟାକୁ ଡାଉନଲୋଡ଼ କରିପାରୁନାହାନ୍ତି ତାହେଲେ ମୁଁ ଡେସ୍କ୍ରିପ୍ସନରେ କ'ଣ କରୁଛି ଏଇ ଲିଙ୍କଟା ଦେଇ ଦେଉଛି। ଏଇ ମୋର ଡେସ୍କ୍ରିପ୍ସନ୍ ଲିଙ୍କରେ ଆପଣମାନେ ଯେତେବେଳେ କ୍ଲିକ୍ କରିବେ ସାଙ୍ଗେ ସାଙ୍ଗେ ଏହି PDFଟା ଆପଣମାନଙ୍କର ଡାଉନଲୋଡ଼ ହେଇଯିବ। ଆପଣମାନେ କ'ଣ କରିବେ ଏହି PDFଟାକୁ ପ୍ରିଣ୍ଟ ଆଉଟ୍ କରିନେବେ, ବୁଝିଲା ନା ନାହିଁ। ପ୍ରିଣ୍ଟ ଆଉଟ୍ କରିକି ଆପଣମାନେ କ'ଣ କରିବେ ଏଇ ଜାଗାରେ କେଉଁ ପଦବୀ ପାଇଁ ଆପଣମାନେ ଆପ୍ଲାଏ କରୁଛନ୍ତି। ମନେକର ଆପଣମାନେ ୱାର୍ଡ଼େନ୍ ପୋଷ୍ଟ ପାଇଁ ଆପ୍ଲାଏ କରୁଛନ୍ତି ତାହେଲେ ୱାର୍ଡ଼େନ୍ ପୋଷ୍ଟ ଆପଣମାନେ ଲେଖିବେ। ଆପଣମାନଙ୍କର ନାମ, ପିତାଙ୍କର ନାମ, ଠିକଣା ଆଡ୍ରେସଟା ଆପଣମାନେ ଲେଖିବେ। ବର୍ତ୍ତମାନ ଯୋଗାଯୋଗର ଠିକଣା ଆପଣମାନେ ଲେଖିବେ। ମୋବାଇଲ ନମ୍ବର ଲେଖିବେ। ଇମେଲ୍ ଆପଣମାନଙ୍କର ଦେବେ। ଲିଙ୍ଗ ଲେଖିବେ। ଆପଣ ବିବାହ ହେଇଛନ୍ତି କି ନା ଲେଖିବେ। ଜନ୍ମ ତାରିଖ ଲେଖିବେ। ଆପଣମାନଙ୍କର 1/2/2026 ସୁଦ୍ଧା ଆପଣମାନଙ୍କର ବୟସ କେତେ ହେଉଛି ସେଇଟା ମଧ୍ୟ ଏହି ଜାଗାରେ ଆପଣମାନେ ମେନସନ୍ କରିବେ, ବୁଝିଲା ନା ନାହିଁ। ତାପରେ ଶିକ୍ଷାଗତ ଯୋଗ୍ୟତା ଭେରି ଇମ୍ପୋର୍ଟାଣ୍ଟ, ଧ୍ୟାନ ଦେବେ। ଶିକ୍ଷାଗତ ଯୋଗ୍ୟତା ଆପଣ ଯଦି ମାଟ୍ରିକ ପଢ଼ିଛନ୍ତି କେଉଁ ବୋର୍ଡ଼ କେଉଁ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଛନ୍ତି ଲେଖିବେ। କେତେ ମସିହାରେ ପାସ୍ ଆଉଟ୍ ହେଲେ, କେତେ ମାର୍କ ଆପଣମାନେ ମାନେ ସମୁଦାୟ ମାର୍କ 600ରୁ ଆପଣମାନେ କେତେ ରଖିଛନ୍ତି, ବୁଝିଲା ନା। ଅର୍ଜିତ ମାର୍କ ମାନେ ଟୋଟାଲ୍ ମାର୍କ, ଏଇଟା ଟୋଟାଲ୍ ମାର୍କ କେତେ ଅଛି, ଆପଣମାନେ କେତେ ରଖିଛନ୍ତି, କେତେ ପରସେଣ୍ଟେଜ ହେଉଛି, ବୁଝିଲା ନା ନାହିଁ। ଏଇସବୁ ଆପଣମାନେ କ'ଣ କରିବେ ମାଟ୍ରିକର ଦେବେ, +2ର ଦେବେ, +3ର ଦେବେ, ବୁଝିଲା ନା ନାହିଁ। ଯଦି ଯେଉଁମାନେ PG କରିଛନ୍ତି ସେଇଟା ମଧ୍ୟ ଆପଣମାନେ ଦେଇପାରିବେ। ଅନ୍ୟାନ୍ୟ ଯେକୌଣସି ସାର୍ଟିଫିକେଟ୍ ଅଛି ତାହା ମଧ୍ୟ ଆପଣମାନେ ମେନସନ୍ କରିପାରିବେ, ବୁଝିଲା ନା ନାହିଁ। ତ ଏଇ ଜାଗାରେ ଲେଖା ହେଇଛି କ'ଣ ନା, ଏଇ ଜାଗାରେ କ'ଣ ଲେଖା ହେଇଛି ପଢ଼ନ୍ତୁ। 1 ନମ୍ବରରେ ନିର୍ଭୁଲ ଭାବରେ ପୂରଣ ହେଇଥିବା ଆବେଦନ ପତ୍ର, ମାନେ ନିର୍ଭୁଲ ଭାବରେ କ'ଣ ହେଇଥିବା ଦରକାର, ଆବେଦନ ପତ୍ର କ'ଣ ହେଇଥିବା ଦରକାର, ଫିଲ୍ଅପ୍ ହେଇଥିବା ଦରକାର। ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ତଥା ମାର୍କସିଟ୍ର ଅବିକଳ ନକଳ, ମାନେ ଶିକ୍ଷାଗତ ଯୋଗ୍ୟତାର କ'ଣ ହେଇଥିବା ଦରକାର, 10th +2 +3 ଯେଉଁ ବି ସାର୍ଟିଫିକେଟ୍ ଆପଣମାନଙ୍କର ଅଛି ତାର ଜେରକ୍ସ କପି ଆପଣମାନଙ୍କର ରହିଥିବା ଦରକାର। ତାପରେ ଆଧାର କାର୍ଡ଼, ପାନ୍ କାର୍ଡ଼ କିମ୍ବା ଅନ୍ୟ ପରିଚୟ ପତ୍ର ଯଦି ଅଛି ସେଇଟା ମଧ୍ୟ ଆପଣମାନେ ଦେବାକୁ ପଡ଼ିବ, ଆଧାର କାର୍ଡ଼ ହେଉ କିମ୍ବା ପାନ୍ କାର୍ଡ଼ ହେଉ। ତାପରେ ରେସିଡେଣ୍ଟ ସାର୍ଟିଫିକେଟ୍ ଆପଣମାନଙ୍କୁ ଦେବାକୁ ପଡ଼ିବ। ଯଦି ଆପଣମାନେ ST SC ତାହେଲେ ମଧ୍ୟ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ତାର କାଷ୍ଟ ସାର୍ଟିଫିକେଟ୍ ଜେରକ୍ସ ଆପଣମାନଙ୍କୁ ଦେବାକୁ ପଡ଼ିବ। ଯଦି ଆପଣମାନେ SC BC OBC ଆପଣମାନେ ମଧ୍ୟ ଦେବାକୁ ପଡ଼ିବ। ଜେନେରାଲ୍ ଆପଣମାନେ ନଦେଲେ ମଧ୍ୟ ଚଳିବ, ବୁଝିଲା ନା ନାହିଁ। ପ୍ରାମାଣିକ ବୟସ ପ୍ରମାଣପତ୍ର, ମୁଖ୍ୟ ରୋଷେୟା ସହାୟକ ରୋଷେୟା ନିମନ୍ତେ, ବୁଝିଲା ନା ନାହିଁ। ପୂର୍ବ ଅଭିଜ୍ଞତା ପ୍ରମାଣପତ୍ର, ଯଦି ଆପଣମାନଙ୍କର ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଅଛି ତାହା ଆପଣମାନେ ଦେଇପାରିବେ। ଆଉ 3 ଗୋଟି ପାସ୍ ଫଟୋ ଆପଣମାନେ ଦେବେ, ଠିକ୍ ଅଛି। ତାପରେ ଆପଣମାନେ କ'ଣ କରିବେ ଏଇ ଜାଗାରେ ଆପଣମାନଙ୍କର ନାମ, ପିତାଙ୍କର ନାମ, କେଉଁ ଗ୍ରାମର ଲୋକ, କେତେ ତାରିଖରେ ଆପ୍ଲାଏ କରୁଛନ୍ତି, ଆପଣମାନଙ୍କର ସ୍ଥାନର ନାମ, ପୁଣି ଆପଣମାନଙ୍କର ସିଗ୍ନେଚର୍ଟା ଏଇ ଜାଗାରେ ଆପଣମାନେ କରିନେବେ, ଠିକ୍ ଅଛି। ଏଇ ସିଗ୍ନେଚର୍ ଆପଣମାନେ କଲା ପରେ ସବୁଠାରୁ ଇମ୍ପୋର୍ଟାଣ୍ଟ ଆପଣମାନଙ୍କୁ କହି ରଖୁଛି, ଏଇ ଯେଉଁ ଆପଣମାନଙ୍କର ଆଡ୍ରେସଟା ରହିଛି ଦେଖନ୍ତୁ। ଏଇ ଜାଗାରେ ଏଇ ଯେଉଁ ଆପଣମାନଙ୍କର ଆଡ୍ରେସଟା ରହୁଛି ଏଇ ଆଡ୍ରେସରେ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ଶୀଘ୍ର ଆପଣମାନଙ୍କୁ ପଠାଇବାକୁ ପଡ଼ିବ। ଏଇ ଜାଗାରେ ଯେଉଁ ଲେଖା ହେଇଛି ପ୍ରାର୍ଥୀଙ୍କ ଦରଖାସ୍ତ ଅଧ୍ୟକ୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚପଟଖଣ୍ଡା ନର୍ଲାଙ୍କ ନିକଟକୁ ରେଜିଷ୍ଟ୍ରେସନ ଡାକ ଯୋଗେ, ରେଜିଷ୍ଟ୍ରେସନ ପୋଷ୍ଟ ଯୋଗେ 2 ତାରିଖ 3 ମାସ ମାନେ ମାର୍ଚ୍ଚ 2 ତାରିଖ ସୁଦ୍ଧା ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ତାରିଖ ସନ୍ଧ୍ୟା 4:30 ସୁଦ୍ଧା ପହଞ୍ଚିବା ଆବଶ୍ୟକ। ମାନେ ଆଜି ହେଉଛି କେତେ ତାରିଖ, ଆଜି ହେଉଛି ଆପଣମାନଙ୍କର 20 ତାରିଖ। ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ, ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ଆପଣମାନେ କ'ଣ କରିପାରିବେ, ଆପ୍ଲାଏ କରିପାରିବେ। ତ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା 4:30 ପର୍ଯ୍ୟନ୍ତ ଆପଣମାନେ କ'ଣ କରିପାରିବେ, ଆପ୍ଲାଏଟା କରିପାରିବେ। ମାନେ ସେଇ ଜାଗାରେ ପହଞ୍ଚିବା ଦରକାର। କେଉଁ ଜାଗାରେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚପଟଖଣ୍ଡା ନର୍ଲାଙ୍କ ପାଖକୁ ପହଞ୍ଚିବା ଦରକାର। ତାପରେ କ'ଣ ଲେଖାଯାଇଛି, ନିର୍ଦ୍ଧାରିତ ସମୟ ପରେ ପହଞ୍ଚିଥିବା ଦରଖାସ୍ତକୁ ବିତାରିତ ନିଆଯିବ ନାହିଁ, ମାନେ ବିଚାରକୁ ନିଆଯିବ ନାହିଁ। ଯଦି ନିଜ ଅଞ୍ଚଳରେ ଉପଯୁକ୍ତ ପ୍ରାର୍ଥୀ ନଥାନ୍ତି ତାହେଲେ ନିକଟସ୍ଥ ବ୍ଲକ କିମ୍ବା ଜିଲ୍ଲାର ପ୍ରାର୍ଥୀଙ୍କ ଦରଖାସ୍ତକୁ ବିଚାରକୁ ନିଆଯିବ। ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କ ଦରଖାସ୍ତକୁ ବିଚାରକୁ ନିଆଯିବ ନାହିଁ। ବିଜ୍ଞାପନର ଆବେଦନ ସୂଚନା ତଥା ଆବେଦନ ଫର୍ମ ଜିଲ୍ଲା ୱେବସାଇଟ୍
କଳାହାଣ୍ଡି ଓଡ଼ିଶା government.in ରେ ଉପଲବ୍ଧ ହେବ। ତ ଆପଣମାନେ କ'ଣ କରିପାରିବେ, ଡିଟେଲ୍ସ ଜାଣିବା ପାଇଁ ଆପଣମାନେ ଏଇ କଳାହାଣ୍ଡି ଓଡ଼ିଶା ଗଭର୍ଣ୍ଣମେଣ୍ଟ ୱେବସାଇଟ୍କୁ ଯାଇ ଆପଣମାନେ କ'ଣ କରିପାରିବେ, ଜାଣିପାରିବେ। ତ ମୁଁ କହିବାର ଅର୍ଥ କ'ଣ, ଆପଣମାନେ ସମସ୍ତେ କ'ଣ କରନ୍ତୁ, ଏଇ PDFଟାକୁ ଆପଣମାନେ ଡାଉନଲୋଡ଼୍ କରିଦିଅନ୍ତୁ। ଆଉ ସମସ୍ତେ କ'ଣ କରନ୍ତୁ, ଆପ୍ଲାଏଟା ଆପଣମାନେ କରିନିଅନ୍ତୁ। ଆଉ ଯଦି କିଛି ଯଦି ଡାଉଟ୍ ଅଛି, ଆପଣମାନେ ଯଦି ଜାଣିପାରୁନାହାନ୍ତି, ଠିକ୍ ଅଛି, ତାହେଲେ ଆପଣମାନଙ୍କୁ ଏଇ ଜାଗାରେ ଯେଉଁ ଆଡ୍ରେସଟା ଦିଆହେଇଛି ନା ନାହିଁ, 8 ପୋଷ୍ଟ ଡିଷ୍ଟ୍ରିକ୍ଟ କଳାହାଣ୍ଡି ପିନକୋଡ଼୍, ଏଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ସ୍ପିଡ୍ ପୋଷ୍ଟ କରିବାକୁ ପଡ଼ିବ। ବୁଝିଲା ନା? 8 ଦେଇଛି, ପୋଷ୍ଟ ଦେଇଛି, ଡିଷ୍ଟ୍ରିକ୍ଟ ଦେଇଛି, ପିନକୋଡ଼୍ ମଧ୍ୟ ଦେଇଛି 766100 ଦେଇଛି। ଆଉ ଯଦି କିଛି ବି ଡାଉଟ୍ ଅଛି, ଆପଣମାନେ ଯଦି ଜାଣିପାରୁନାହାନ୍ତି, ଏଇ ଜାଗାରେ ଗୋଟେ ମୋବାଇଲ୍ ନମ୍ବରଟା ଆପଣମାନଙ୍କୁ ଦେଇଛି 9692490811। ଏଇ ମୋବାଇଲ୍ ନମ୍ବରରେ ଆପଣମାନେ କଣ୍ଟାକ୍ଟ କରିକି ଆପଣମାନେ କଥାବାର୍ତ୍ତା ହେଇପାରିବେ, କେମିତି ଆପଣମାନଙ୍କର ଆପ୍ଲିକେସନ୍ ଫର୍ମଟାକୁ ଆପଣମାନେ ପଠାଇବେ। ବୁଝିହେଲା ନା ନାହିଁ? ତ ସବୁ ଡିଟେଲ୍ସ ଆପଣମାନଙ୍କୁ ଏଇ କଣ୍ଟାକ୍ଟ ନମ୍ବରରେ ଆପଣମାନେ କଣ୍ଟାକ୍ଟ କରିକି ଆପଣମାନେ କଥାବାର୍ତ୍ତା ହୁଅନ୍ତୁ। ଏଇ PDFର ଲିଙ୍କ୍ ମୁଁ ଆପଣମାନଙ୍କୁ ମୋର ଡେସ୍କ୍ରିପସନ୍ ଲିଙ୍କ୍ରେ ଦେଇଦେଉଛି। ଆଉ ଆପଣମାନେ ଯାଇକି ଡାଉନଲୋଡ଼୍ କରନ୍ତୁ, କିମ୍ବା ଏଇ ଆମର କଳାହାଣ୍ଡି ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ମଧ୍ୟ ଯାଇକି ଆପଣମାନେ ଡାଉନଲୋଡ଼୍ କରିପାରିବେ। ଭିଡ଼ିଓ ଦେଖିଥିବା ହେତୁ ବହୁତ ବହୁତ ଧନ୍ୟବାଦ। ଏମିତି ଭିଡ଼ିଓ ଦେଖିବା ପାଇଁ, ଅନ୍ୟ ଜିଲ୍ଲାର ଜବ୍ର ନୋଟିଫିକେସନ୍ ଜାଣିବା ପାଇଁ ମଧ୍ୟ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ଗୋଟେ ଲାଇକ୍ କରନ୍ତୁ।